ईर्षा ହେଉଛି ମଣିଷର ସବୁଠୁ ବଡ଼ ଶତ୍ରୁ। ईर्षा ମଣିଷକୁ ଅମଣିଷ କରିଦିଏ। ଆଉ ଏଇ ईर्षा କେବଳ ନିଜର ହିଁ କ୍ଷତି କରାଏ। ୟାର ଛୋଟିଆ ନୀତି ଶିକ୍ଷାଟେ ଆସ ଏଇ ଗପରୁ ଜାଣିବା। ମଙ୍ଗଳପୁର ବୋଲି ଗୋଟିଏ ନିପଟ ମଫସଲ ଗାଁ। ସେଇ ଗାଁରେ ଜଣେ ବ୍ରାହ୍ମଣଟିଏ ରହୁଥିଲା। ସେ ଥିଲା ଭାରି ଈଶ୍ୱର ବିଶ୍ୱାସୀ। ପ୍ରତିଦିନ ବଡ଼ି ଭୋରୁ ଉଠି ସେ ନଈକୁ ଗାଧେଇବାକୁ ଯାଉଥିଲା। ଆଉ ତାପରେ ଗୋଟିଏ ନିକାଞ୍ଚ ଅରଣ୍ୟକୁ ଯାଇ ଈଶ୍ୱରଙ୍କୁ ଧ୍ୟାନ କରୁଥିଲା। ଏମିତି ସମୟ ଗଡ଼ି ଚାଲିଲା। ଥରେ ଈଶ୍ୱର ବ୍ରାହ୍ମଣର ପୂଜାପାଠ ଆଉ ତା ଭକ୍ତିରେ ସନ୍ତୁଷ୍ଟ ହୋଇ ତାକୁ ଦେଖାଦେଇ କହିଲେ, ହେ ବ୍ରାହ୍ମଣ, ମୁଁ ତ ଭକ୍ତିରେ ପ୍ରସନ୍ନ ହେଲି। ତେବେ ତୋର ଯଦି କିଛି ବର ମାଗିବାକୁ ଇଚ୍ଛା, ତେବେ ତୁ ମୋତେ ମାଗିପାରୁ। ବ୍ରାହ୍ମଣ ଜଣକ ସାମ୍ନାରେ ସ୍ୱୟଂ ଈଶ୍ୱରଙ୍କୁ ଦେଖି ଭକ୍ତିରେ ଗଦଗଦ ହେଇ ଉଠିଲା। ଆଉ କଣ୍ଠ ତାର କୋହରେ ଭରିଗଲା। ଈଶ୍ୱରଙ୍କ ପାଖରୁ ଏ କଥା ଶୁଣି ବ୍ରାହ୍ମଣ କହିଲା, ହେ ପ୍ରଭୁ, ମୋତେ ଏମିତି ବର ଦିଅନ୍ତୁ ଯେମିତିକି ମୁଁ ଯେତେବେଳେ ଯାହା ଚାହିଁବି ତାହା ପୂରଣ ହୋଇପାରୁଥିବ। ବ୍ରାହ୍ମଣ ପାଖରୁ ଏତକ ଶୁଣି ଭଗବାନ କହିଲେ, ଠିକ୍ ଅଛି, ମୁଁ ତୋର ସବୁ ଇଚ୍ଛା ପୂରଣ କରିପାରିବି, କିନ୍ତୁ ଗୋଟିଏ ସର୍ତ୍ତରେ। ସେ ସର୍ତ୍ତଟି କ'ଣ ବୋଲି ବ୍ରାହ୍ମଣ ପଚାରିବାରୁ ଈଶ୍ୱର କହିଲେ, ତୁ ଯାହା ମାଗିବୁ ତୋର ସବୁ ଇଚ୍ଛା ପୂରଣ ହେବ। ହେଲେ ତୁ ଯାହା ପାଇବୁ ତାର 2 ଗୁଣ ପାଇବ ତୋ ପାଖ ପଡ଼ୋଶୀ। ଏକଥା ଶୁଣି ବ୍ରାହ୍ମଣ କହିଲା, ପ୍ରଭୁ, ଏଥିରେ ମୋର କିଛି ଆପତ୍ତି ନାହିଁ। ମୁଁ ତ ଯାହା ପାଇବାର କଥା ପାଇବି। ଯଦି ମୋ ପଡ଼ୋଶୀ ମୋଠୁ 2 ଗୁଣ ଅଧିକ ପାଏ, ତେବେ ମୋର କିଛି ଯାଏ ଆସେ ନାହିଁ। ବ୍ରାହ୍ମଣ ପାଖରୁ ଏକଥା ଶୁଣି ଈଶ୍ୱର ତଥାସ୍ତୁ କହି ସେଠୁ ଅନ୍ତର୍ଦ୍ଧାନ ହେଇଗଲେ। ତାପରେ ବ୍ରାହ୍ମଣ ଜଣକ ଈଶ୍ୱରଙ୍କ ଠାରୁ ଘର, ଗାଡ଼ି, ଧନ ସମ୍ପତ୍ତି ଇତ୍ୟାଦି ମାଗି ନିଜର କରିନେଲା। କିନ୍ତୁ ଏପଟେ ବ୍ରାହ୍ମଣ ଯାହା ବର ମାଗି ପାଉଥିଲା ତାର 2 ଗୁଣ ପାଉଥିଲା ତା ପାଖ ପଡ଼ୋଶୀ। ବିନା ପରିଶ୍ରମରେ ଏତେ ସବୁ ଜିନିଷ ପଡ଼ୋଶୀ ଜଣକ ହାସଲ କରିନେଉଥିବାରୁ ଧୀରେ ଧୀରେ ବ୍ରାହ୍ମଣ ଜଣକ ତା ପଡ଼ୋଶୀକୁ ଈର୍ଷା କରିବାକୁ ଲାଗିଲା। ତେଣୁ ସେ ଦିନେ ତା ପଡ଼ୋଶୀକୁ ପାନେ ଦେବ ବୋଲି ଉପାୟଟେ ପାଞ୍ଚିଲା। ପରଦିନ ଈଶ୍ୱରଙ୍କୁ କହିଲା, ହେ ପ୍ରଭୁ, ମୋର ଗୋଟିଏ ଆଖି ନଷ୍ଟ କରିଦିଅ। ଈଶ୍ୱରଙ୍କର ବର ମୁତାବକ ସଙ୍ଗେ ସଙ୍ଗେ ବ୍ରାହ୍ମଣର ଗୋଟିଏ ଆଖି ନଷ୍ଟ ହେଇଗଲା। ସେପଟେ ତାର ପଡ଼ୋଶୀ 2 ଗୁଣା ବର ପାଇବା ନ୍ୟାୟରେ ତାର 2ଟି ଆଖି ନଷ୍ଟ ହେଇଗଲା। ଏକଥା ଦେଖି ବ୍ରାହ୍ମଣ ଭାରି ଖୁସି ହେଲା। ଠିକ୍ ସେହି ସମୟରେ ଈଶ୍ୱର ଆସି ବ୍ରାହ୍ମଣ ପାଖରେ ପହଞ୍ଚିଲେ। ବ୍ରାହ୍ମଣକୁ କଡ଼ା ଗଳାରେ କହିଲେ, ମୁଁ ତୋତେ ଦେଇଥିବା ବର ଆଜିଠୁ ଫେରେଇ ନେଉଛି। କାରଣ ଏବେ ତୋ ଦେହଟି ଲୋଭ, ଅହଙ୍କାର ଆଉ ଈର୍ଷାରେ ଭରିଗଲାଣି। ଏତକ କହି ଈଶ୍ୱର ସେଠୁ ଅନ୍ତର୍ଦ୍ଧାନ ହେଇଗଲେ। ଈଶ୍ୱର ସେଠୁ ଚାଲିଯିବା ପରେ ବ୍ରାହ୍ମଣର ସବୁ ଧନ ସମ୍ପତ୍ତି ମଧ୍ୟ ଉଭାନ ହେଇଗଲା। ହେଲେ ତାର ଗୋଟିଏ ଆଖି ନଷ୍ଟ ହେଇଗଲା। କିନ୍ତୁ ସେପଟେ ତା ପଡ଼ୋଶୀର ଧନ ସମ୍ପତ୍ତି ଠିକ୍ ସେମିତି ଥିଲା। ଆଉ ତାର ଆଖି ପୁଣି ଫେରି ପାଇଲା। ଏବେ ବ୍ରାହ୍ମଣ ପାଖରେ ଅନୁତାପ କରିବା ଛଡ଼ା ଆଉ କିଛି ବାଟ ନଥିଲା।